का क्या कहना। ओम शांति। 15 मई 24 मधुर महावाक्य। मिठे बाबा कहे, मिठे बच्चे, जोगर आधार ହେଉଛି ସ୍ନେହ। ସ୍ନେହର ଅଭାବ ଥିଲେ ଯୋଗ ମଧ୍ୟ ସ୍ଥାୟୀ ହୋଇପାରିବ ନାହିଁ ଏବଂ ଯୋଗ ଯଦି ସ୍ଥାୟୀ ନ ରହିଲା ତେବେ ସ୍ନେହ ମଧ୍ୟ ମିଳିପାରିବ ନାହିଁ। ପ୍ରଶ୍ନ, ଆତ୍ମାର ସବୁଠାରୁ ପ୍ରିୟ ବସ୍ତୁ କ'ଣ? ତାହାର ଲକ୍ଷଣ କ'ଣ? ଉତ୍ତର, ଏହି ଶରୀର ହିଁ ଆତ୍ମା ପାଇଁ ସବୁଠାରୁ ପ୍ରିୟ ବସ୍ତୁ। ଶରୀର ପ୍ରତି ଆତ୍ମାର ଏତେ ସ୍ନେହ ରହିଛି ଯେ ଯାହାକି ସେ ଶରୀର ତ୍ୟାଗ କରିବାକୁ ଇଚ୍ଛା କରି ନଥାଏ, ଯାହାକୁ ବଞ୍ଚାଇ ରଖିବାକୁ ଅନେକ ଉପାୟ କରିଥାଏ। ବାବା କହୁଛନ୍ତି, ପିଲାମାନେ, ଏହା ତ ଛି ଛି ତମ ପ୍ରଧାନ ଶରୀର। ତୁମକୁ ଏବେ ନୂଆ ଶରୀର ଧାରଣ କରିବାର ଅଛି, ତେଣୁ ଏହି ପୁରୁଣା ଶରୀରରୁ ମମତ୍ୱ ତୁଟାଇ ଦିଅ। ଏହି ଶରୀରରେ ସ୍ମୃତି ମଧ୍ୟ ନ ରହୁ, ଏହା ହିଁ ତୁମର ଲକ୍ଷ୍ୟ। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ଏ କଥା ତ ପିଲାମାନେ ଜାଣିଛନ୍ତି, ଦୈବୀ ସ୍ୱରାଜ୍ୟର ଉଦ୍ଘାଟନ ହୋଇସାରିଛି। ଏବେ ସେଠାକୁ ଯିବା ପାଇଁ ପ୍ରସ୍ତୁତ ଚାଲିଛି। କେଉଁଠାରେ ସେବା କେନ୍ଦ୍ର ସ୍ଥାପିତ ହେଲେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଘାଟନ କରାଇବା ପାଇଁ ପ୍ରୟାସ କରାଯାଇଥାଏ। ଉଚ୍ଚ ପଦସ୍ଥ ଲୋକମାନଙ୍କୁ ଦେଖି ଅଧିଷ୍ଠାନ କର୍ମଚାରୀମାନେ ମଧ୍ୟ ଆସିବେ। ମନେକର ରାଜ୍ୟପାଳ ଆସିବେ, ତେବେ ବଡ଼ ବଡ଼ ମନ୍ତ୍ରୀମାନେ ମଧ୍ୟ ନିଶ୍ଚୟ ଆସିବେ। ଯଦି ଜିଲ୍ଲାପାଳଙ୍କୁ ଡାକିବ, ତେବେ ଉଚ୍ଚ ପଦାଧିକାରୀମାନେ ଆସିବେ ନାହିଁ। ତେଣୁ ପ୍ରମୁଖ ବ୍ୟକ୍ତିକୁ ଆଣିବା ପାଇଁ ପ୍ରୟାସ କରାଯାଇଥାଏ। କିଛି ନା କିଛି ବାହାନାରେ ଯଦି ସେବା କେନ୍ଦ୍ରକୁ ଆସୁଛନ୍ତି, ତୁମେ ତାଙ୍କୁ ରାସ୍ତା ଦେଖାଅ। ଅବିନାଶୀ ପିତାମାନଙ୍କଠାରୁ କିଭଳି ଅବିନାଶୀ ସମ୍ପତ୍ତି ମିଳୁଛି, ତୁମେ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କୌଣସି ମନୁଷ୍ୟ ଏହି ବିଷୟରେ ଜାଣିନାହାନ୍ତି। ସିଧାସଳଖ କୁହ ନାହିଁ କି ଭଗବାନ ଆସିଛନ୍ତି। ଏହିଭଳି ତ ଅନେକ ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ଭଗବାନ ଆସିଛନ୍ତି, କିନ୍ତୁ ସେଭଳି ନୁହେଁ। ଏହିଭଳି ନିଜକୁ ଭଗବାନ ବୋଲି କହୁଥିବା ବ୍ୟକ୍ତି ଅନେକ ଆସିଛନ୍ତି। ତେବେ ସେମାନଙ୍କୁ ଏକଥା ବୁଝାଇବାକୁ ହେବ ଯେ ଡ୍ରାମାର ନିୟମ ଅନୁସାରେ କଳ୍ପ ପୂର୍ବ ଭଳି ଅବିନାଶୀ ପିତା ଆସି ଅବିନାଶୀ ସମ୍ପତ୍ତି ଦେଉଛନ୍ତି। ଏହିସବୁ କଥା ଲେଖିବାକୁ ପଡ଼ିବ। ମନୁଷ୍ୟ ଏହି ଲେଖାକୁ ପଢ଼ିବା ପରେ ପ୍ରୟାସ କରିବେ। ତାପରେ ଯାହା ତାଙ୍କ ଭାଗ୍ୟରେ ଥିବ। ତୁମେମାନେ ଜାଣିଛ ଯେ ଆମେ ଅବିନାଶୀ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେଉଛୁ। ଏଠାକୁ ତ ନିଶ୍ଚୟ ବୁଦ୍ଧି ସନ୍ତାନମାନେ ହିଁ ଆସୁଛନ୍ତି। ନିଶ୍ଚୟ ବୁଦ୍ଧି ସନ୍ତାନମାନେ ମଧ୍ୟ କେବେ କେବେ ସଂଶୟ ବୁଦ୍ଧି ହୋଇଯାଇଥାନ୍ତି। ମାୟା ନିଜ ଆଡ଼କୁ ଟାଣି ନେଇଥାଏ। ଚାଲୁ ଚାଲୁ ହାରିଯାଇଥାନ୍ତି। ଏହିଭଳି ତ କୌଣସି ନିୟମ ନାହିଁ ଯେ ସବୁବେଳେ ଗୋଟିଏ ପକ୍ଷର ହିଁ ବିଜୟୀ ହେଉଥିବ। କେବେ ପରାଜୟ ହେବ ନାହିଁ। ବିଜୟ ଏବଂ ପରାଜୟ ଉଭୟ ଚାଲିଥାଏ। ଯୁଦ୍ଧରେ ମଧ୍ୟ 3 ପ୍ରକାର ସୈନିକ ଥାନ୍ତି, ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ। କେବେ କେବେ ଯୁଦ୍ଧ ନ କରୁଥିବା ବ୍ୟକ୍ତି ମଧ୍ୟ ଦେଖିବା ପାଇଁ ଆସିଯାଇଥାନ୍ତି। ତାଙ୍କୁ ମଧ୍ୟ ଅନୁମତି ଦିଆଯାଇଥାଏ। କାଳେ କିଛି ପ୍ରଭାବ ପଡ଼ିଯିବ ଏବଂ ଏହି ସେନାରେ ଆସି ଯୋଗଦେବେ। କାହିଁକି ନା ଦୁନିଆରେ ଏ କଥା କାହାକୁ ଜଣା ନାହିଁ ଯେ ତୁମେ ମହାରଥୀ ଯୋଦ୍ଧା ଅଟ। କିନ୍ତୁ ତୁମ ହାତରେ ଅସ୍ତ୍ରଶସ୍ତ୍ର ଇତ୍ୟାଦି ତ କିଛି ବି ନାହିଁ। ତୁମ ହାତରେ ମଧ୍ୟ ଅସ୍ତ୍ରଶସ୍ତ୍ର ଆଦି ତ କିଛି ଶୋଭା ପାଇବ ନାହିଁ। କିନ୍ତୁ ବାବା ବୁଝାଉଛନ୍ତି ଜ୍ଞାନ ଖଡ଼୍ଗ, ଜ୍ଞାନ କଟୁରୀ। ତେଣୁ ସେମାନେ ପୁଣି ସ୍ଥୂଳ ରୂପରେ ଭାବିନେଲେ। ତୁମେ ସନ୍ତାନମାନଙ୍କୁ ବାବା ଜ୍ଞାନର ଅସ୍ତ୍ରଶସ୍ତ୍ର ଦେଉନାହାନ୍ତି। ଏଥିରେ ହିଂସାର କୌଣସି କଥା ହିଁ ନାହିଁ। କିନ୍ତୁ ଏ କଥା ବୁଝୁନାହାନ୍ତି, ଦେବୀମାନଙ୍କୁ ସ୍ଥୂଳ ଅସ୍ତ୍ରଶସ୍ତ୍ର ଆଦି ଦେଇଛନ୍ତି, ସେମାନଙ୍କୁ ମଧ୍ୟ ହିଂସକ କରିଦେଇଅଛନ୍ତି। ଏହା ହେଉଛି ବିଲକୁଲ ଅଜ୍ଞାନତା। ବାବା ଭଲ ଭାବରେ ଜାଣିଛନ୍ତି କିଏ କିଏ ଫୁଲ ହେବେ। ଏହା ତ ବାବା ନିଜେ ହିଁ କହୁଛନ୍ତି, ଫୁଲମାନଙ୍କୁ ଆଗରେ ରଖିବା ଦରକାର। ନିଶ୍ଚିନ୍ତ ରୂପେ ଏଇମାନେ ଫୁଲ ହେବେ ହିଁ ହେବେ। ବାବା ନାମ ନେଉନାହାନ୍ତି, ନଚେତ୍ ଅନ୍ୟମାନେ କହିବେ ଆମେ କ'ଣ କଣ୍ଟା ହେବୁ କି? ବାବା ଯେତେବେଳେ ପଚାରୁଛନ୍ତି କେଉଁମାନେ ନରରୁ ନାରାୟଣ ହେବେ, ତେବେ ସମସ୍ତେ ହାତ ଉଠାଉଛନ୍ତି। ଏମିତି ତ ନିଜେ ବୁଝିପାରୁଛନ୍ତି ଯେ ଅଧିକ ସେବା କରୁଛନ୍ତି ସେ ନିଶ୍ଚିନ୍ତ ବାବାଙ୍କୁ ମନେ ପକାଉଛନ୍ତି। ବାବାଙ୍କ ସହ ସ୍ନେହ ଅଛି ତ ତେଣୁ ତାଙ୍କର ସ୍ମୃତି ରହିବ। କିନ୍ତୁ କେହି ତ ଏକରସ ୟାଦ କରିପାରିବେ ନାହିଁ। ୟାଦ କରିପାରୁନାହାନ୍ତି, ତେଣୁ ସ୍ନେହ ନାହିଁ। ପ୍ରିୟ ବସ୍ତୁକୁ ତ ବହୁତ ମନେ ପକାଯାଇଥାଏ। ଯେପରି ଛୋଟ ପିଲା ବହୁତ ଆକର୍ଷଣୀୟ ହୋଇଥିବାରୁ ମା ବାପା କୋଳକୁ ଉଠାଇ ନେଇଥାନ୍ତି। ତେବେ ଛୋଟ ପିଲାମାନେ ମଧ୍ୟ ଫୁଲ ଅଟନ୍ତି। ଯେମିତିକି ତୁମର ଇଚ୍ଛା ହେଉଛି ଶିବ ବାବାଙ୍କ ପାଖକୁ ଯିବା ପାଇଁ, ସେମିତି ଛୋଟ ପିଲାମାନେ ମଧ୍ୟ ଆକର୍ଷଣୀୟ ହୋଇଥାନ୍ତି। ସେଇଥିପାଇଁ ତୁରନ୍ତ ପିଲାମାନଙ୍କୁ ଉଠାଇ ନେଇ କୋଳରେ ବସାଇ ଗେହ୍ଲା କରିଥାନ୍ତି।
ଏଇ ଅବିନାଶୀ ପିତା ତ ବହୁତ ସ୍ନେହୀ, ସବୁ ପ୍ରକାର ଶୁଭଭାବନା ଶୁଭକାମନା ପୂର୍ଣ୍ଣ କରିଦେଉଛନ୍ତି। ମନୁଷ୍ୟମାନଙ୍କୁ କ'ଣ ଦରକାର? ପ୍ରଥମ କଥା ହେଲା ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତି, କେବେ ରୋଗ ବ୍ୟାଧି ନ ହେଉ। ଭଲରୁ ଭଲ ହେଉଛି ସୁନ୍ଦର ସ୍ୱାସ୍ଥ୍ୟ। କିନ୍ତୁ ସ୍ୱାସ୍ଥ୍ୟ ଭଲ ଥାଇ ଯଦି ପଇସା ନଥିବ ତେବେ ସେ ସ୍ୱାସ୍ଥ୍ୟ ବି କେଉଁ କାମର? ପୁଣି ଧନ ମଧ୍ୟ ଦରକାର, ଯାହାଦ୍ୱାରା ସୁଖ ମିଳିବ। ବାବା କହୁଛନ୍ତି ତୁମକୁ ସ୍ୱାସ୍ଥ୍ୟ ସମ୍ପତ୍ତି ଉଭୟ ନିଶ୍ଚିନ୍ତ ରୂପେ ମିଳୁଛି। ଏହା କିଛି ନୂଆ କଥା ନୁହେଁ, ଏହା ତ ବହୁତ ବହୁତ ପୁରୁଣା କଥା। ତୁମେ ବାବାଙ୍କ ସହ ଯେବେ ଯେବେ ମିଶିବ ସେଇଭଳି ହିଁ କହିବେ। କିନ୍ତୁ ଏଇଭଳି କୁହାଯିବ ନାହିଁ ଯେ ଲକ୍ଷ ବର୍ଷ ବା ପଦ୍ମ ବର୍ଷ ହୋଇଛି। ବାସ୍ତବରେ ଏତେ ବର୍ଷ ନୁହେଁ। ତୁମେ ଜାଣିଛ ଏହି ଦୁନିଆ ନୂଆ କେବେ ହେଉଛି ପୁଣି ପୁରୁଣା କେବେ ହେଉଛି? ଆମେ ଆତ୍ମାମାନେ ନୂଆ ଦୁନିଆକୁ ଯାଇ ପୁଣି ପୁରୁଣା ଦୁନିଆକୁ ଆସୁଛୁ। ସେଇଥିପାଇଁ ତୁମର ନାମ ରଖାଯାଇଛି ଅଲରାଉଣ୍ଡର। ବାବା ବୁଝାଉଛନ୍ତି ତୁମେ ସବୁ ହେଉଛ ଅଲରାଉଣ୍ଡର। ଅଭିନୟ କରି କରି ବର୍ତ୍ତମାନ ବହୁତ ଜନ୍ମର ଅନ୍ତିମ ସମୟରେ ଆସି ପହଞ୍ଚି ଯାଇଛ। ପ୍ରାରମ୍ଭରୁ ତୁମେ ହିଁ ଅଭିନୟ କରିବା ପାଇଁ ଆସୁଛ। ତାହା ହେଉଛି ସୁଇଟ୍ ସାଇଲେନ୍ସ ହୋମ୍। ମନୁଷ୍ୟମାନେ ଶାନ୍ତି ପାଇବା ପାଇଁ କେତେ କଷ୍ଟ କରୁଛନ୍ତି ଏ କଥା ବୁଝୁନାହାନ୍ତି ଯେ ଆମେ ଶାନ୍ତିଧାମରେ ଥିଲୁ, ପୁଣି ସେଠାରୁ ଅଭିନୟ କରିବା ପାଇଁ ଏଠାକୁ ଆସିଛୁ। ଅଭିନୟ ସାରିବା ପରେ ଆମେ ଯେଉଁଠାରୁ ଆସିଥିଲୁ ପୁଣି ସେଇଠାକୁ ନିଶ୍ଚିନ୍ତ ରୂପରେ ଯିବୁ। ସମସ୍ତେ ଶାନ୍ତିଧାମରୁ ଆସିଥାନ୍ତି। ସମସ୍ତଙ୍କର ଘର ହେଉଛି ସେହି ବ୍ରହ୍ମଲୋକ ବ୍ରହ୍ମାଣ୍ଡ, ଯେଉଁଠାରେ ସବୁ ଆତ୍ମା ରହିଥାନ୍ତି। ରୁଦ୍ରଙ୍କୁ ମଧ୍ୟ ଏତେ ବଡ଼ ବଡ଼ ଅଣ୍ଡା ସଦୃଶ ଦର୍ଶାଉଛନ୍ତି। ତାଙ୍କୁ ଏକଥା ଜଣା ନାହିଁ ଯେ ଆତ୍ମା ବିଲକୁଲ ଛୋଟ ଅଟେ। କହିଥାନ୍ତି ମଧ୍ୟ ପରମାତ୍ମା ବହୁତ ସୂକ୍ଷ୍ମ ତାରକା ସଦୃଶ ପୁଣି ବଡ଼ ରୂପର ପୂଜା କରିଥାନ୍ତି। ତୁମେ ଜାଣିଛ ଏତେ ଛୋଟ ବିନ୍ଦୁର ତ ପୂଜା ହୋଇପାରିବ ନାହିଁ। ପୁଣି ପୂଜା କାହାର କରିବେ? ତେଣୁ ବଡ଼ ରୂପ ତିଆରି କରି ପୂଜା କରୁଛନ୍ତି, ତାଙ୍କ ଉପରେ କ୍ଷୀର ଢାଳୁଛନ୍ତି। ବାସ୍ତବରେ ସେଇ ଶିବ ହେଉଛନ୍ତି ଅଭକ୍ତା। ପୁଣି ତାଙ୍କ ଉପରେ କ୍ଷୀର କାହିଁକି ଢାଳୁଛନ୍ତି? କ୍ଷୀର ପିଇଲେ ତ ଭୋକ୍ତା ହୋଇଯିବେ। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ କଥା। ସମସ୍ତେ କହିଥାନ୍ତି ସିଏ ଆମର ଉତ୍ତରାଧିକାରୀ ଏବଂ ଆମେ ତାଙ୍କର ଉତ୍ତରାଧିକାରୀ, କାହିଁକି ନା ଆମେ ତାଙ୍କ ନିକଟରେ ସମର୍ପିତ ହୋଇଛୁ। ଯେଭଳି ଲୌକିକ ପିତା ପିଲାମାନଙ୍କ ପ୍ରତି ସମର୍ପିତ ହୋଇ ତାଙ୍କୁ ସମସ୍ତ ସମ୍ପତ୍ତି ଦେଇ ନିଜ ବାନପ୍ରସ୍ଥରେ ଚାଲି ଯାଇଥାନ୍ତି, ଏଠାରେ ମଧ୍ୟ ତୁମେ ଜାଣୁଛ ଯେ ଆମେ ବାବାଙ୍କ ନିକଟରେ ଯେତିକି ଜମା କରିବା ତାହା ଆମର ସୁରକ୍ଷିତ ରହିବ। ଗାୟନ ମଧ୍ୟ ରହିଛି, କାହାର ମାଟି ତଳେ ପୋତି ହେଇଯିବ ତ କାହାର ଚୋର ନେଇଯିବ। ତୁମେ ପିଲାମାନେ ଜାଣିଛ ଯେ କିଛି ବି ରହିବ ନାହିଁ, ସବୁ ଭସ୍ମ ହୋଇଯିବ। ଏମିତି ବି ନୁହେଁ ଯେ ବିମାନ ଦୁର୍ଘଟଣା ହେଲା କିମ୍ବା କୌଣସି ବିପର୍ଯ୍ୟୟ ଘଟିଲା ତେବେ ଚୋରଙ୍କୁ ମଧ୍ୟ ଧନ ମିଳିଯାଇଥାଏ, କିନ୍ତୁ ଏହି ଚୋରମାନେ ନିଜେ ବି ବିନାଶ ହୋଇଯିବେ। ସେ ସମୟରେ ଚୋରି ମଧ୍ୟ ଆଦି ସବୁ ବନ୍ଦ ହୋଇଯିବ। ନଚେତ୍ ବିମାନ ଦୁର୍ଘଟଣା ହେଲେ ପ୍ରଥମେ ଚୋରଙ୍କ ହାତକୁ ସବୁ ସମ୍ପତ୍ତି ଆସିଯାଇଥାଏ। ସେମାନେ ପୁଣି ସେସବୁକୁ ନେଇ ଜଙ୍ଗଲରେ ଲୁଚାଇ ଦେଇଥାନ୍ତି। ଗୋଟିଏ ସେକେଣ୍ଡରେ ସବୁ କାମ କରିଦେଇଥାନ୍ତି। ଅନେକ ପ୍ରକାରର ଚୋରି କାର୍ଯ୍ୟ କରୁଛନ୍ତି, କେହି ଭଦ୍ରାମିରେ କେହି ଅଭଦ୍ରାମିରେ। ତୁମେ ଜାଣିଛ ଏସବୁ ବିନାଶ ହୋଇଯିବ ଏବଂ ତୁମେ ସାରା ବିଶ୍ୱର ମାଲିକ ହୋଇଯିବ। ତୁମକୁ କେଉଁଠାରୁ କିଛି ହେଲେ ଖୋଜିବାକୁ ପଡ଼ିବ ନାହିଁ। ତୁମେ ତ ବହୁତ ଉଚ୍ଚ ପରିବାରରେ ଜନ୍ମ ନେଉଛ। ପଇସା ଇତ୍ୟାଦିର କିଛି ଆବଶ୍ୟକତା ହିଁ ନାହିଁ। ରାଜାମାନଙ୍କୁ କେବେ ହେଲେ ପଇସା ଆଦି ନେବାର ସଂକଳ୍ପ ଆସିନଥାଏ। ଦେବତାମାନଙ୍କର ତ ବିଲକୁଲ ନୁହେଁ। ବାବା ତୁମକୁ ଏତେ ସମ୍ପତ୍ତି ଦେଇ ଦେଉଛନ୍ତି ଯେ ସେଠାରେ କେବେ ହେଲେ ଚୋର ଚକାରୀ କରିବାର, ଈର୍ଷା ଆଦି କରିବାର ପ୍ରଶ୍ନ ହିଁ ରହିବ ନାହିଁ। ତୁମେ ସମ୍ପୂର୍ଣ୍ଣ ଫୁଲ ଅର୍ଥାତ୍ ଦୈବୀ ଗୁଣଧାରୀ ହୋଇଯାଉଛ। କଣ୍ଟା ଏବଂ ଫୁଲ ଉଭୟ ରହିଛନ୍ତି ନା, ଏଠାରେ ସମସ୍ତେ କଣ୍ଟା ହିଁ କଣ୍ଟା, ଯିଏ ବିକାର ବିନା ରହିପାରନ୍ତି ନାହିଁ। ତାଙ୍କୁ ନିଶ୍ଚିନ୍ତ ରୂପେ କଣ୍ଟା ହିଁ କରିବାକୁ ପଡ଼ିବ। ରାଜାଙ୍କ ଠାରୁ ଆରମ୍ଭ କରି ଏଠାରେ ସମସ୍ତେ କଣ୍ଟା ହିଁ କଣ୍ଟା। ତେଣୁ ବାବା କହୁଛନ୍ତି ମୁଁ ତୁମକୁ ଏହି ଲକ୍ଷ୍ମୀନାରାୟଣଙ୍କ ଭଳି କରୁଛି, ଅର୍ଥାତ୍ ରାଜାମାନଙ୍କର ରାଜା କରୁଛି। ଏହି କଣ୍ଟାମାନେ ଫୁଲମାନଙ୍କ ଆଗରେ ମୁଣ୍ଡ ନୁଆଁଇଥାନ୍ତି। ଏହି ଲକ୍ଷ୍ମୀନାରାୟଣ ତ ବୁଦ୍ଧିମାନ ଅଟନ୍ତି। ଏହା ମଧ୍ୟ ବାବା ବୁଝାଇଛନ୍ତି ଯେ ସତ୍ୟ ଯୁଗରେ ମାଲିକଙ୍କୁ ମହାରାଜା, ତ୍ରେତା ଯୁଗର ମାଲିକଙ୍କୁ ରାଜା କୁହାଯାଇଥାଏ। ବଡ଼ ଲୋକମାନଙ୍କୁ କୁହାଯିବ ମହାରାଜା ଏବଂ କମ୍ ରୋଜଗାର କରୁଥିବା ଲୋକଙ୍କୁ ରାଜା କୁହାଯିବ। ପ୍ରଥମେ ମହାରାଜାଙ୍କର ଦରବାର ଲାଗିବ। ପଦବୀ ତ ରହିଛି ନା।
ଆସନ ମଧ୍ୟ କ୍ରମାନୁଯାୟୀ ମିଳିବ। ମନେକର ନ ଆସିବା ବ୍ୟକ୍ତି ଯଦି ହଠାତ୍ ଆସିଗଲେ ତେବେ ପ୍ରଥମେ ତାଙ୍କୁ ଆସନ ଦେଇଥାନ୍ତି। ଇଜ୍ଜତ ରଖିବାକୁ ପଡ଼ିଥାଏ ନା। ତୁମେ ଜାଣିଛ ଆମର ମାଳା ତିଆରି ହୋଇଥାଏ। ଏ କଥା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି, ଅନ୍ୟ କାହାର ବୁଦ୍ଧିରେ ନାହିଁ। ରୁଦ୍ରମାଳା ଗଡ଼ାଇବାରେ ଲାଗିଛନ୍ତି। ତୁମେ ମଧ୍ୟ ମାଳା ଗଡ଼ାଉଥିଲ ନା? ଅନେକ ମନ୍ତ୍ର ଜପ କରୁଥିଲ। ବାବା କହୁଛନ୍ତି ଏହା ମଧ୍ୟ ଭକ୍ତି ଅଟେ। ଏଠାରେ ତ ଜଣକୁ ହିଁ ମନେ ପକାଇବାକୁ ହେବ। ଏବଂ ବାବା ବିଶେଷ ରୂପେ କହୁଛନ୍ତି ମଧୁର ଆତ୍ମିକ ସନ୍ତାନମାନେ ଭକ୍ତି ମାର୍ଗରେ ଦେହ ଅଭିମାନ କାରଣରୁ ତୁମେ ସମସ୍ତଙ୍କୁ ମନେ ପକାଉଥିଲ, ଏବେ ମୋତେ ମନେ ପକାଅ। ଏକ ବାବା ମିଳିଛନ୍ତି, ତେଣୁ ବସିବା ଉଠିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ। ତେବେ ବହୁତ ଖୁସି ମିଳିବ। ବାବାଙ୍କୁ ମନେ ପକାଇବା ଦ୍ୱାରା ସାରା ବିଶ୍ୱର ବାସା ହିଁ ମିଳୁଛି। ଯେତେ ସମୟ ସରି ସରି ଆସିବ ସେତେ ଶୀଘ୍ର ମନେ ପକାଇବ। ଦିନକୁ ଦିନ ପାଦ ଆଗକୁ ବଢ଼ି ଚାଲିବ। ଆତ୍ମା କେବେ ଥକିଯାଏ ନାହିଁ। ଶରୀର ଦ୍ୱାରା କେହି ପାହାଡ଼ ଆଦି ଚଢ଼ିଲେ ଥକି ଯାଇଥାନ୍ତି, କିନ୍ତୁ ବାବାଙ୍କୁ ମନେ ପକାଇଲେ ତୁମକୁ କିଛି କ୍ଳାନ୍ତ ଲାଗିବ ନାହିଁ, ଖୁସିରେ ରହିବ। ବାବାଙ୍କୁ ମନେ ପକାଇ ପକାଇ ଆଗକୁ ବଢ଼ି ଚାଲିବ। ଶାନ୍ତିଧାମକୁ ଯିବା ପାଇଁ ତୁମେ ପିଲାମାନେ ଅଧା କଳ୍ପ ହେବ ପରିଶ୍ରମ କରି ଆସିଛ। ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ କିଛି ବି ଜଣା ନାହିଁ। ତୁମମାନଙ୍କୁ ପରିଚୟ ମିଳିଛି ଭକ୍ତି ମାର୍ଗରେ। ଯାହାଙ୍କ ପାଇଁ ଏତେ ସବୁ କଲ ସିଏ ଏବେ କହୁଛନ୍ତି ମୋତେ ମନେ ପକାଅ। ତେବେ ତୁମେ ବିଚାର କର, ବାବା ଠିକ୍ କହୁଛନ୍ତି ନା ନାହିଁ? ଦୁନିଆରେ ତ ଭାବୁଛନ୍ତି ପାଣି ଦ୍ୱାରା ପବିତ୍ର ହୋଇଯିବେ। ପାଣି ତ ଏଠାରେ ମଧ୍ୟ ଅଛି। କ'ଣ ଗଙ୍ଗା ଜଳ ଅଛି କି? ନା, ଏହା ତ ବର୍ଷାରେ ଏକତ୍ରିତ ହୋଇଥିବା ପାଣି। ଝରଣା ବହି ଚାଲିଛି, ଏହାକୁ ଗଙ୍ଗା ଜଳ କୁହାଯିବ ନାହିଁ। ଏହା କେବେ ଶୁଖି ନଥାଏ। ଏହା ମଧ୍ୟ ପ୍ରକୃତି। ବର୍ଷା ବନ୍ଦ ହୋଇଗଲେ ମଧ୍ୟ ପାଣି ବହି ଚାଲିଥାଏ। ବୈଷ୍ଣବ ଲୋକମାନେ ସର୍ବଦା କୂଅ ପାଣି ପିଇଥାନ୍ତି। ଗୋଟିଏ ପଟେ ଭାବୁଛନ୍ତି ଏହା ପବିତ୍ର ପାଣି, ପୁଣି ଅନ୍ୟ ପଟେ ପତିତରୁ ପାବନ ହେବା ପାଇଁ ଗଙ୍ଗା ସ୍ନାନ ନିମନ୍ତେ ଯାଇଥାନ୍ତି। ଏହାକୁ ତ ଅଜ୍ଞାନତା ହିଁ କୁହାଯିବ। ବର୍ଷା ପାଣି ତ ଶୁଦ୍ଧ ହୋଇଥାଏ। ଏହାକୁ ମଧ୍ୟ ଡ୍ରାମାର ନିୟମ ହିଁ କୁହାଯିବ। ଈଶ୍ୱରୀୟ ପ୍ରାକୃତିକ ନିୟମ। ବୀଜ କେତେ ଛୋଟ, ତା ମଧ୍ୟରୁ କେତେ ବିଶାଳ ବୃକ୍ଷର ଉତ୍ପତ୍ତି ହୋଇଥାଏ। ଏହା ମଧ୍ୟ ଜାଣିଛ ଯେ ଭୂମି ଟାଙ୍ଗରା ହୋଇଗଲେ ସେଥିରୁ ଉର୍ବରତା କମିଯାଏ, ସ୍ୱାଦ ମଧ୍ୟ ରହିନଥାଏ। ସ୍ୱର୍ଗ କିଭଳି ହେବ ତୁମମାନଙ୍କୁ ବାବା ଏହିଠାରେ ହିଁ ଅନୁଭବ କରାଉଛନ୍ତି। ବର୍ତ୍ତମାନ ତ ସ୍ୱର୍ଗ ନାହିଁ, ଡ୍ରାମାରେ ଏହା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି। ପିଲାମାନଙ୍କୁ ସାକ୍ଷାତକାର ହୋଇଥାଏ, ସେଠିକାର ଫଳ ଆଦି କେତେ ସ୍ୱାଦିଷ୍ଟ ହେବ ଏହା ତୁମେ ଧ୍ୟାନ ଦ୍ୱାରା ଦେଖି ଏଠାରେ ଆସି ଶୁଣାଉଛ। ପୁଣି ଏବେ ଯାହା ସବୁ ସାକ୍ଷାତକାର କରୁଛ, ଯେତେବେଳେ ସେଠାକୁ ଯିବ ତାହା ସବୁ ସ୍ୱଚକ୍ଷୁରେ ଦେଖିବ। ମୁଖ ଦ୍ୱାରା ଭୋଜନ କରିବ। ଯାହା ବି ସାକ୍ଷାତକାର କରୁଛ ତାହା ସବୁ ଏଇ ଆଖିରେ ଦେଖିବ। କିନ୍ତୁ ତାହା ମଧ୍ୟ ପୁରୁଷାର୍ଥ ଉପରେ ନିର୍ଭର କରୁଛି। ଯଦି ପୁରୁଷାର୍ଥ ହିଁ କରିବ ନାହିଁ ତେବେ କେଉଁ ପଦ ପାଇବ? ତୁମର ଏବେ ପୁରୁଷାର୍ଥ ଚାଲୁ ରହିଛି, ତୁମେ ଏଇଭଳି ହେବ। ଏହି ବିନାଶ ପରେ ପୁଣି ସେହି ଲକ୍ଷ୍ମୀନାରାୟଣ ରାଜ୍ୟ ହେବ। ଏ କଥା ମଧ୍ୟ ତୁମେ ଏବେ ହିଁ ଜାଣୁଛ। ତେବେ ପବିତ୍ର ହେବା ପାଇଁ ସମୟ ଲାଗୁଛି। ମୁଖ୍ୟ ହେଉଛି ଯୋଗର ଯାତ୍ରା। ଦେଖାଯାଉଛି ଯେ ଭାଇ ଭଉଣୀ ବିଚାର କରିବା ଦ୍ୱାରା ମଧ୍ୟ ସ୍ଥିର ରହିପାରୁନାହାନ୍ତି, ଖରାପ ଅଭ୍ୟାସ ଛାଡ଼ି ପାରୁନାହାନ୍ତି। ସେଇଥିପାଇଁ ପୁଣି କହୁଛନ୍ତି ଭାଇ ଭାଇ ଭାବ। ଭାଇ ଭଉଣୀ ଭାବିବା ଦ୍ୱାରା ମଧ୍ୟ ଦୃଷ୍ଟି ଚଞ୍ଚଳ ହୋଇଯାଇଥାଏ। ଭାଇ ଭାଇ ଭାବିବା ଦ୍ୱାରା ପୁଣି ଶରୀର ହିଁ ଦୃଶ୍ୟମାନ ହୁଏ ନାହିଁ। ଆମେ ସମସ୍ତେ ଆତ୍ମାଠୁ ଶରୀର ନୁହଁ। ଏଠାରେ ଯାହା କିଛି ଦେଖାଯାଉଛି ତାହା ସବୁ ବିନାଶ ହୋଇଯିବ। ଏହି ଶରୀର ତ୍ୟାଗ କରି ତୁମକୁ ଅଶରୀର ହୋଇଯିବାକୁ ହେବ। ଏଠାରେ ତୁମେ ଶିଖିବାକୁ ଆସୁଛ ଯେ ଆମେ ଏହି ଶରୀର ଛାଡ଼ି କିପରି ଯିବୁ। ଏହା ତୁମର ଲକ୍ଷ୍ୟ ଅଟେ ନା। ଶରୀର ତ ଆତ୍ମାର ବହୁତ ପ୍ରିୟ। ଶରୀର ତ୍ୟାଗ ନ କରିବାକୁ ଆତ୍ମା କେତେ ସବୁ ବ୍ୟବସ୍ଥା କରୁଛି। ମୁଁ ଏ ଶରୀର ଛାଡ଼ି ନଦିଏ। ଆତ୍ମାର ଏହି ଶରୀର ସହିତ ବହୁତ ସ୍ନେହ ରହିଛି। ବାବା କହୁଛନ୍ତି ଏହା ତ ପୁରୁଣା ଶରୀର ଅଟେ। ତୁମେମାନେ ତ ତମ ପ୍ରଦାନ ହୋଇଯାଇଛ। ତୁମର ଆତ୍ମା ତମ ପ୍ରଦାନ ଛିଞ୍ଚି ହୋଇଯାଇଛି, ତେଣୁ ଦୁଃଖୀ ବେମାର ହେଉଛ। ବାବା କହୁଛନ୍ତି ବର୍ତ୍ତମାନ ଏହି ଶରୀର ସହିତ ସ୍ନେହ ରଖ ନାହିଁ। ଏହା ତ ପୁରୁଣା ଶରୀର ଅଟେ। ଏବେ ତୁମକୁ ନୂଆ କିଣିବାକୁ
ହେବ। ଏପରି କୌଣସି ଦୋକାନ ନାହିଁ ଯେଉଁଠାରୁ ନୂଆ କିଣି ଆଣିବ। ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ପବିତ୍ର ହୋଇଯିବ। ପୁଣି ତୁମକୁ ଶରୀର ମଧ୍ୟ ପବିତ୍ର ମିଳିବ, ପାଞ୍ଚ ତତ୍ତ୍ୱ ମଧ୍ୟ ପବିତ୍ର ହୋଇଯିବ। ବାବା ସବୁ କଥା ବୁଝାଇ ପୁଣି କହୁଛନ୍ତି ମନମନା ଭବ। ଆଚ୍ଛା, ମିଠା ମିଠା ଶିଖିଲଦି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। ନମ୍ବର 1, ଆମେ ଶିବ ବାବାଙ୍କର ଉତ୍ତରାଧିକାରୀ, ଶିବ ବାବା ମଧ୍ୟ ଆମର ଉତ୍ତରାଧିକାରୀ। ଏହି ନିଶ୍ଚୟ ଆଧାରରେ ବାବାଙ୍କ ଉପରେ ସମ୍ପୂର୍ଣ୍ଣ ସୁହା ହେବାକୁ ପଡ଼ିବ। ଯେତେ ବାବାଙ୍କ ନିକଟରେ ଜମା କରିବ ସେତେ ସୁରକ୍ଷିତ ହୋଇଯିବ। ଗାୟନ ଅଛି, କିନ୍କି ଦବି रहेगी ଧୁଲମୟ। ନମ୍ବର 2, କଣ୍ଟାର ଫୁଲ ଏବେ ହିଁ ହେବାକୁ ପଡ଼ିବ। ସ୍ଥାୟୀ ଭାବରେ ମନେ ପକାଇବା ଏବଂ ସେବାର ଆଧାରରେ ବାବାଙ୍କର ସ୍ନେହ ଅଧିକାରୀ ହେବାକୁ ପଡ଼ିବ। ଦିନକୁ ଦିନ ଯୋଗ କରିବାରେ ଆଗକୁ ବଢ଼ିବାକୁ ହେବ। ବରଦାନ, ନିଜର ପୁରୁଷାର୍ଥର ବିଧିରେ ନିଜ ପ୍ରଗତିର ଅନୁଭବ କରୁଥିବା ସଫଳତାର ତାରକା ହୁଅ। ଯେଉଁମାନେ ନିଜର ପୁରୁଷାର୍ଥର ବିଧିରେ ନିଜେ ପ୍ରଗତିର ବା ସଫଳତାର ଅନୁଭବ କରିଥାନ୍ତି ସେହିମାନେ ହିଁ ସଫଳତାର ତାରକା ଅଟନ୍ତି। ସେମାନଙ୍କର ସଂକଳ୍ପରେ ନିଜର ପୁରୁଷାର୍ଥ ପ୍ରତି ମଧ୍ୟ କେବେ ବି କିଏ ଜାଣେ ହେବ କି ନ ହେବ, ମୁଁ କରିପାରିବି କି ନାହିଁ, ସେମାନେ ସଫଳତାକୁ ନିଜର ଅଧିକାର ରୂପରେ ଅନୁଭବ କରୁଥିବେ। ସେମାନଙ୍କୁ ସହଜରେ ଏବଂ ସ୍ୱତଃ ଭାବରେ ସଫଳତା ମିଳି ଚାଲିଥାଏ। ସ୍ଲୋଗାନ, ଯଦି ନିଜେ ସୁଖ ସ୍ୱରୂପ ହୋଇ ଅନ୍ୟମାନଙ୍କୁ ସୁଖ ଦେଇ ଚାଲିବ ତେବେ ତୁମର ପୁରୁଷାର୍ଥରେ ଆଶୀର୍ବାଦର ସହଯୋଗ ମିଳିବାକୁ ଲାଗିବ। ଓମ୍ ଶାନ୍ତି। हमने प्यार वो पाया जो दुनिया पा नहीं सकती। ଆଜି ମୋର ହେଲୁ ତିନି ସମାନ, ମୋ ବାପ ସମାନ ଆତ୍ମା ଅଟେ, ମୋ ସର୍ବ ଆକର୍ଷଣ ମୁକ୍ତ ଆତ୍ମା ଅଟେ, ମୋ ସ୍ମୃତି ସ୍ୱରୂପ ଆତ୍ମା ଅଟେ।